ଦୀର୍ଘ 5 ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ। ଷୋଳପଦା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ଦୁଇଟି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ 10 ପଞ୍ଚାୟତର 40,000ରୁ ଉର୍ଦ୍ଧ୍ୱ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସୂଚନା ନେବାରୁ ଜଣାପଡ଼େ କି ଠାକୁରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ODO 2CP 0411 ନମ୍ବର ଆସୁଥିବା ଆମ୍ବୁଲାନ୍ସଟି ବିନା ଷ୍ଟେପେଜରେ ଚାଲୁଥିବା ବେଳେ ବର୍ତ୍ତମାନ ଉକ୍ତ ଗାଡ଼ିର ଚାରିଟି ଚକରୁ ଗୋଟିଏ ଚକ ପଙ୍କଚର ହେଉଥିବା ଆଉ ତିନିଟି ଚକ ସମ୍ପୂର୍ଣ୍ଣ ଭାବେ ଅଚଳ ଥିବାରୁ 5 ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ବୋଲି ଗାଡ଼ି ଚାଳକ ମତ ପ୍ରକାଶ କରିଥିଲେ। ଆମ୍ବୁଲାନ୍ସର ସମସ୍ତ ଅସୁବିଧା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡ଼ିର କୌଣସି କରିନଥିବା ଦେଖିବାକୁ ମିଳିଛି। ସେହିପରି ମେଡିକାଲ ଭିତରେ ଥିବା ଆମ୍ବୁଲାନ୍ସ ଗାଡ଼ିର ODO 2DP 384 ଦୀର୍ଘ 3 ଦିନରୁ ଚଳୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଆମ୍ବୁଲାନ୍ସ ଗାଡ଼ିର ସର୍ଭିସିଂ ହୋଇପାରିନାହିଁ, ଯାହାଫଳରେ ଗାଡ଼ିର ରୋଗୀ ସେବା ସେବାର ବହୁତ ଅସୁବିଧା ଉକ୍ତ ଗାଡ଼ିକୁ ସର୍ଭିସିଂ କରିବାକୁ ଡ୍ରାଇଭର ଏହି ସୂଚନା ଗାଡ଼ି ଚାଳକ କହିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଆମ୍ବୁଲାନ୍ସ ଠିକ୍ କରି ସ୍ୱାସ୍ଥ୍ୟ ସେବା ଯୋଗାଇବା